ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ତ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସ ତ ପିଲାମାନେ ତମମାନଙ୍କ ପାଇଁ ମୁଁ ନେଇ ଆସିଛି କ'ଣ ନା ଗଳ୍ପରୁ ତ ସଭ୍ୟ ଜମିଦାର ଗଳ୍ପରୁ ମୁଁ ନେଇ ଆସିଛି 30ଟି 32ଟି MCQ କ୍ୱେଶ୍ଚିନ୍ ଆନ୍ସର ତ ତା ଭିତରୁ ତମେ ନିଶ୍ଚିନ୍ତ 100% ଏକ୍ଜାମରେ ଆସିଲା ଭଳି କ୍ୱେଶ୍ଚିନ୍ ସମସ୍ତଙ୍କୁ ସେୟାର କରିଦିଅ ତମେ କ୍ଲାସ୍ ଆରମ୍ଭ କରିବା ବୁଝିହେଲା। ତ ଚାଲ ଆମେ ଷ୍ଟାର୍ଟ କରିବା ସଭ୍ୟ ଜମିଦାରର ଆମେ ଗଳ୍ପ ବିଭାଗର MCQ କ୍ୱେଶ୍ଚିନ୍ ଆନ୍ସର ତ ଚାଲ ଆମେ ଷ୍ଟାର୍ଟ କରିବା। ସଭ୍ୟ ଜମିଦାର ଗଳ୍ପର ଗାଳ୍ପିକ କିଏ? ସଭ୍ୟ ଜମିଦାର ଗଳ୍ପର ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ନା ମନୋଜ ଦାସ ନା ଅଖିଳ ମୋହନ ପଟ୍ଟନାୟକ ନା ଫକୀର ମୋହନ ସେନାପତି କିଏ? ନା ସଭ୍ୟ ଜମିଦାର ଗଳ୍ପର ଗାଳ୍ପିକ ହେଉଛନ୍ତି ଫକୀର ମୋହନ ସେନାପତି କିଏ? ନା ଫକୀର ମୋହନ ସେନାପତି। ନେକ୍ସଟ କଲିକତା ବଡ଼ ବଜାରର ଗଦିଆନ ମହାଜନ କିଏ? କଲିକତା ବଡ଼ ବଜାରର ଗଦିଆନ ମହାଜନ ବଳରାମ ବଳ, ଗୋପାଳ ବଳ, ଜୀବନ ବଳ, ଶ୍ୟାମ ବଳ। କଲିକତା ବଡ଼ ବଜାରର ଗଦିଆନ ମହାଜନ କିଏ? କିଏ? ନା ବଳରାମ ବଳ। କିଏ? ନା ବଳରାମ ବଳ। ନେକ୍ସଟ ଉତ୍କଳରେ କଲିକତା ଧୂଆଁପତ୍ରର ନାମ କ'ଣ? ଉତ୍କଳରେ ବଡ଼ ବଜାର ଧୂଆଁପତ୍ର, ବଙ୍ଗ ଧୂଆଁପତ୍ର, ବାଲେଶ୍ୱରୀ ଧୂଆଁପତ୍ର, କଲିକତି ଧୂଆଁପତ୍ର। କ'ଣ? ନା ଉତ୍କଳରେ କଲିକତି ଧୂଆଁପତ୍ରର ନାମ ହେଉଛି କ'ଣ? ଉତ୍କଳରେ କଲିକତି ଧୂଆଁପତ୍ର ନାମ କ'ଣ? ନା ବାଲେଶ୍ୱରୀ ଧୂଆଁପତ୍ର। ନେକ୍ସଟ ମହାଜନ ବଳରାମ ବଳଙ୍କ ନିଜ ଘର କେଉଁ ଅଞ୍ଚଳରେ? କେଉଁ ଅଞ୍ଚଳରେ? କଲିକତା, ଯାଜପୁର, ବାଲେଶ୍ୱର, ବଙ୍ଗଳାଦେଶ। କେଉଁ ଅଞ୍ଚଳରେ? ନା ଯାଜପୁର। କେଉଁ ଅଞ୍ଚଳ? ନା ଯାଜପୁର ଅଞ୍ଚଳରେ। ନେକ୍ସଟ ଗାଁରୁ ମହାଜନ କାହାକୁ ସାଥିରେ କଲିକତା ନେଇଯାଇଥିଲେ? ରାମମୋହନ, ଗୋପାଳ, ଦୋଳଗୋବିନ୍ଦ। କାହାକୁ ନେଇ ଯାଇଥିଲେ? ନା ଗୋପାଳ। କାହାକୁ? ନା ଗୋପାଳକୁ ନେଇ ଯାଇଥିଲେ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ସୌଦାଗର ପାଖରୁ ମହାଜନ କ'ଣ କିଣିଥିଲେ? ସୌଦାଗର ପାଖରୁ ମହାଜନ କ'ଣ କିଣିଥିଲେ? ଆକବରୀ ମୋହର, ଧୂଆଁପତ୍ର, ସୁନା ପଟୁଳି, ରୂପା ପାତ୍ର। କ'ଣ ଧରିଥିଲେ? ନା ଆକବରୀ ମୋହର। ନେକ୍ସଟ ଶନିବାର ଦିନ କେଉଁ ସଭାର ଅଧିବେଶନ ହୋଇଥାଏ? ନାରୀ ମଙ୍ଗଳକାରିଣୀ, ନାରୀ ସ୍ୱାଧୀନତା ବିବର୍ଦ୍ଧନୀ, ନାରୀ ସଶକ୍ତିକରଣୀ ନା କୁସଂସ୍କାର ବିମର୍ଦ୍ଦନୀ। କ'ଣ? ନା ନାରୀ ସ୍ୱାଧୀନତା ବିବର୍ଦ୍ଧନୀ। ନେକ୍ସଟ କଲିକତା ଆମଦାନୀ ମାଲ ମଧ୍ୟରେ କ'ଣ ପ୍ରଧାନ ଥିଲା? ସବାଇ ଘାସ, ଧୂଆଁପତ୍ର, ହଳଦୀପତ୍ର, ତେଜପତ୍ର। କ'ଣ ଥିଲା? ନା ଧୂଆଁପତ୍ର। କ'ଣ? ନା ଧୂଆଁପତ୍ର। ନେକ୍ସଟ ମହାଜନ ଜଣେ ସୌଦାଗରଙ୍କ ପାଖରୁ କେତୋଟି ଆକବର ମୋହର କିଣିଥିଲେ? 5ଟି, 10ଟି, 2ଟି, 100ଟି। କେତୋଟି ଆକବର ମୋହର କିଣିଥିଲେ? ନା 5ଟି। କେତୋଟି? ନା 5ଟି ଆକବର ମୋହର କିଣିଥିଲେ। ନେକ୍ସଟ ମହାଜନ ବଳରାମ ବାବୁ 5ଟି ଆକବର ମୋହର କାହାଠାରୁ କିଣିଥିଲେ? ଜଣେ ଫକୀରଙ୍କ ଠାରୁ, ଜଣେ ସୌଦାଗର ଠାରୁ, ଜଣେ ଜମିଦାରଙ୍କ ଠାରୁ, ଜଣେ ଦୋକାନ ଠାରୁ। କାହାଠାରୁ? ନା ଜଣେ ସୌଦାଗର ଠାରୁ। ନେକ୍ସଟ ଗୋପାଳର ନାଁ ବାବୁ ଗୋପାଳଚନ୍ଦ୍ର ମହାପାତ୍ର ବୋଲି କିଏ ଲେଖିଥାଏ? କିଏ ଲେଖିଥାଏ ପିଲାମାନେ? ମୋହରିର ନା ଗୁମାସ୍ତା ନା ମୁସ୍ତରୀ ନା ମ୍ୟାନେଜର। କିଏ? ନା ଗୁମାସ୍ତା। ନେକ୍ସଟ କ୍ୱେଶ୍ଚିନ୍ ମହାପାତ୍ରେ ବାବୁ ବଳରାମଙ୍କ ବ୍ୟବସାୟୀ କେତେ ପଣି ଅଂଶୀଦାର ଥିଲେ? କେତେ ପଣି? 4 ପଣି, 8 ପଣି, 2 ପଣି, 6 ପଣି। କେତେ ପଣି ଅଂଶୀଦାର ଥିଲେ? ନା 4 ପଣି। କେତେ? ନା 4 ପଣି। ନେକ୍ସଟ ଦେବୀ ଓଝା କିଏ? ଦେବୀ ଓଝା କିଏ? ସରପଞ୍ଚ, ୱାର୍ଡ ମେମ୍ବର, ଅବଧାନେ, ଦୋକାନୀ। କିଏ? ନା ଦେବୀ ଓଝା ହେଉଛନ୍ତି ଅବଧାନ। ନେକ୍ସଟ କ୍ୱେଶ୍ଚିନ୍ କୁସଂସ୍କାର ବିମର୍ଦ୍ଦିନୀ ସଭାର ଅଧିବେଶନ କେଉଁ ଦିନ ହୋଇଥାଏ? କେଉଁ ଦିନ? ରବିବାର ଦିନ, ସୋମବାର ଦିନ, ମଙ୍ଗଳବାର ଦିନ, ଗୁରୁବାର ଦିନ। କେଉଁ ଦିନ ହୋଇଥାଏ? ନା କୁସଂସ୍କାର ବିମର୍ଦ୍ଦିନୀ ସଭାର ଅଧିବେଶନ ମଙ୍ଗଳବାର ଦିନ। କେଉଁ ଦିନ? ନା ମଙ୍ଗଳବାର ଦିନ ହୋଇଥାଏ। ନେକ୍ସଟ ବାବୁ ବଳରାମଙ୍କ ଚାକରର ନାମ କ'ଣ ଥିଲା? ଗୋବିନ୍ଦା, ମାଧିଆ, ପଦିଆ, ବିଦିଆ। କ'ଣ ଥିଲା? ନା ବିଦିଆ। କ'ଣ? ନା ବିଦିଆ। ନେକ୍ସଟ
କେଉଁ ହୁକାରେ ବାବୁ ବଳରାମ ଗୁଡ଼ାଖୁ ପିଅନ୍ତି? କେଉଁ ହୁକାରେ ରୂପା ବନ୍ଧା, ସୁନା ବନ୍ଧା, ପିତ୍ତଳ ବନ୍ଧା, ତମ୍ବା ବନ୍ଧା। କେଉଁ ବନ୍ଧା? ନା ରୂପା ବନ୍ଧା। ନେକ୍ସଟ, ଦୋକ୍ତା କାରବାର ସହିତ କ'ଣ ସମକକ୍ଷ? ଗୋଖର ସାପ ଖେଳାଇବା, କୁହୁଡ଼ି ପହଁରିବା, ପାଣି ବାଡ଼େଇବା, ସମୁଦ୍ର ପହଁରିବା। କ'ଣ ହବ ପିଲାମାନେ? ନା ଗୋଖର ସାପ ଖେଳାଇବା। କ'ଣ? ନା ଗୋଖର ସାପ ଖେଳାଇବା। ନେକ୍ସଟ, କଲିକତାକୁ ଠିକ୍ କେଉଁ ଖଣି ବୋଲି କୁହାଯାଇଛି? ହରିଲୁଟ ଖଣି, ଚୋରା ଖଣି, ତଣ୍ଟିକଟା ଖଣି, ଗଣ୍ଠିକଟା ଖଣି। କ'ଣ ହବ ପିଲାମାନେ? ନା ଗଣ୍ଠିକଟା ଖଣି। କ'ଣ? ନା ଗଣ୍ଠିକଟା ଖଣି। ନେକ୍ସଟ କ୍ୱେଶ୍ଚିନ୍, ବାବୁ ବଳରାମ କେବଳ କେଉଁ ବ୍ରାହ୍ମଣ ହାତରୁ ଖାଇଥାନ୍ତି? ଓଡ଼ିଆ, ବଙ୍ଗାଳୀ। ତ ପିଲାମାନେ ବାବୁ ବଳରାମ କେବଳ କେଉଁ ବ୍ରାହ୍ମଣ ହାତରୁ ଖାଇଥାନ୍ତି? ଓଡ଼ିଆ, ବଙ୍ଗାଳୀ, ବିହାରୀ, କାଶୀ। କେଉଁ ବ୍ରାହ୍ମଣ ହାତରୁ ଖାଇଥାନ୍ତି? ନା ଓଡ଼ିଆ। କେଉଁ ବ୍ରାହ୍ମଣ? ନା ଓଡ଼ିଆ ହାତରୁ। ନେକ୍ସଟ, କେଉଁ ବେମାରୀରେ ଗୋପାଳଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା? ବସନ୍ତ, ଯକ୍ଷ୍ମା, ସନ୍ନିପାତ, ଝାଡ଼ାବାନ୍ତି। କେଉଁ ବେମାରୀରେ ଗୋପାଳଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା? ନା ସନ୍ନିପାତ। କେଉଁ ବେମାରୀ? ନା ସନ୍ନିପାତ। ନେକ୍ସଟ, ଗଙ୍ଗା ଲାଭ ବୋଇଲେ କ'ଣ ବୁଝ? ବ୍ରତ, ପୁଣ୍ୟ, ସ୍ନାନ, ମୃତ୍ୟୁ। ଗଙ୍ଗା ଲାଭ ବୋଇଲେ କ'ଣ ବୁଝ? ନା ଗଙ୍ଗା ଲାଭ ବୋଇଲେ ମୃତ୍ୟୁ। କ'ଣ? ନା ମୃତ୍ୟୁ। ନେକ୍ସଟ, ଯାହାର ଧନ ଜ୍ଞାନ ଅଛି ସେ କ'ଣ କଲେ ତା ଜୀବନ ଧିକ ହୋଇଥାଏ ବୋଲି ସଭାରେ କୁହାଯାଇଛି? ଘରେ ବସି ରହିଲେ, ବ୍ୟବସାୟ କଲେ, ଚାକିରି କଲେ, ବେକାର ହୋଇଗଲେ। କ'ଣ ହେଲେ ପିଲାମାନେ? ନା ଚାକିରି କଲେ। କ'ଣ? ନା ଚାକିରି କଲେ। ନେକ୍ସଟ, କେଉଁ ନାମ ଶୁଣି ନୂଆ ଜମିଦାରଙ୍କ ମନ ଭାରି ଖୁସି ହୋଇଥିଲା? ସଭା, ସ୍କୁଲ, ଗାଁ, ଜମିଦାରୀ। କେଉଁ କଥା ଶୁଣି ପିଲାମାନେ? ନା ସଭା। କ'ଣ? ନା ସଭା। ନେକ୍ସଟ, ତାଲୁକା କିଣାଠାରୁ ରଙ୍ଗାଧର ମହାନ୍ତି କେଉଁ କାମରେ ଥିଲେ? ମୁଖ ଗୁମାସ୍ତା, ଛାମୁକରଣ, ସେଠ ପାଞ୍ଜିଆ, ଗଦି ସରକାର। କ'ଣ ଥିଲେ ପିଲାମାନେ? ତାଲୁକା କିଣାଠାରୁ ରଙ୍ଗାଧର ମହାନ୍ତି କ'ଣ ଥିଲେ? ନା ସେଠ ପାଞ୍ଜିଆ। କ'ଣ? ନା ସେଠ ପାଞ୍ଜିଆ। ନେକ୍ସଟ, ତାଲୁକା ମଧ୍ୟରେ କେଉଁ ଗ୍ରାମଟି ସବୁଠାରୁ ବଡ଼ ଥିଲା? ମଦନପୁର, ମାନପୁର, ମରଣପୁର, ଶ୍ୟାମପୁର। କେଉଁ ପୁର? ନା ଶ୍ୟାମପୁର। ତାପରେ, ନୂଆ ଜମିଦାର ବାବୁ ଶ୍ୟାମପୁର ଗ୍ରାମରେ କେଉଁ ଲୋକଙ୍କୁ ଖୋଜି ବସିଥିଲେ? ଶିକ୍ଷିତ ବେକାର, ନା ଶିକ୍ଷିତ ସମାଜସେବୀ, ଶିକ୍ଷିତ ସମାଜ ସଂସ୍କାରକ, ନା ଶିକ୍ଷିତ କୁସଂସ୍କାର ବର୍ଜିତ। କ'ଣ? ନା ଶିକ୍ଷିତ କୁସଂସ୍କାର ବର୍ଜିତ। ନେକ୍ସଟ, ଏ ଦେଶରେ ଦୁଃଖ ଦୁର୍ଦ୍ଦଶାର କାରଣ ଲୋଡ଼ିଲେ ତାହା କେଉଁପରି ଜଣାଯିବ ବୋଲି ନୂଆ ଜମିଦାର ବକ୍ତୃତାରେ କହିଥିଲେ? ଡାହାଣୀ ଆଲୁଅ, ଦିନ ଆଲୁଅ, ଆତସବାଜି ଆଲୁଅ, ଲଣ୍ଠନ ଆଲୁଅ। କ'ଣ ହବ ପିଲାମାନେ? ନା ଦିନ ଆଲୁଅ। କ'ଣ? ନା ଦିନ ଆଲୁଅ। ନେକ୍ସଟ, ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବକୁ କିଏ ଦ୍ୱିତୀୟ କରିଥିଲେ? ଗାଲ ପଟ୍ଟନାୟକ, ବଲ୍ଲଭ ରାୟ, ହରିବୋଲ ପଟ୍ଟନାୟକ, ରଙ୍ଗାଧର ମହାନ୍ତି। କ'ଣ ହବ? ନା ହରିବୋଲ ପଟ୍ଟନାୟକ। କ'ଣ? ନା ହରିବୋଲ ପଟ୍ଟନାୟକ। ନେକ୍ସଟ, ନୂଆ ଜମିଦାରଙ୍କ ବିବାହ ପାଇଁ କେଉଁଠାରେ କନ୍ୟା ଠିକ୍ ହୋଇଥିଲା? କେଉଁଠାରେ? କଟକ, କଲିକତା, ବାଲେଶ୍ୱର, ଯାଜପୁରରେ। କେଉଁଠାରେ? ନା କଲିକତାରେ। କେଉଁଠାରେ? ନା କଲିକତାରେ। ନେକ୍ସଟ, କନ୍ୟା ପିତା ମକ୍ରାମଣିକ ଆସାମ ଚା ବଗିଚାରେ ପଦୋନ୍ନତି ପାଇ ଶେଷରେ କ'ଣ ହୋଇଥିଲେ? କ'ଣ ହୋଇଥିଲେ? ଖାନସାମା, ବରବୁଚି, କୁଲସଦାର, ମ୍ୟାନେଜର। କ'ଣ? ନା ଖାନସମା। ନେକ୍ସଟ କ୍ୱେଶ୍ଚିନ୍ ପିଲାମାନେ, ସାଆନ୍ତାଣୀଙ୍କର ବିଶ୍ୱାସ ପୋଇଲି କିଏ କିଏ? ନା ସାଆନ୍ତାଣୀଙ୍କର ବିଶ୍ୱାସ ପୋଇଲି ହେଉଛି ରାଧି। ତ ଶେଷ କ୍ୱେଶ୍ଚିନ୍, କୁମ୍ଭୀର କ'ଣ ଖୋଜିଥାଏ ବୋଲି କୁହାଯାଇଛି? କ'ଣ? ନା ଗୋଳିଆ ପାଣି। କ'ଣ? ନା ଗୋଳିଆ ପାଣି। ତ ପିଲାମାନେ ତମଙ୍କର ଏତିକି କ୍ୱେଶ୍ଚିନ୍ ସଭ୍ୟ ଜମିଦାରର। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।